ଭାବେ ଏ ଆମ ସରକାରଙ୍କର ମୋହନ ମାଝୀଙ୍କର ଗୋଟେ ଭଲ ପଦକ୍ଷେପ ଯେ ଚାଷୀ ମାନଙ୍କୁ ଆମେ ଲାଭବାନ କରିବା ପାଇଁ ଆଜି ଦେଖନ୍ତୁ ଏଇଟା ସେଡ୍ ଟ୍ରି ଲଗା ହେଇନାହିଁ, ସିଲଭର ଟ୍ରି ଲଗା ହେଇନାହିଁ। ଏଇଟା ନ୍ୟାଚୁରାଲି ସେ ସେଡ୍ ଟ୍ରି ଗୁଡାକ ଅଛି ଆଉ ତା ଭିତରେ ଆମେ କଫି ଲଗେଇବା। ଏ କଫି ଆଜି 30 ଏକର ଲଗାଯିବ ଏବଂ 30 ଜଣ ବେନିଫିସିଆରୀକୁ ଦିଆଯିବ। ଯେହେତୁ ସେମାନେ ଏଠି ଆକୁ ରକ୍ଷଣାବେକ୍ଷଣ କରିକିରି ଡାଇରେକ୍ଟଲି ସେମାନେ ବେନିଫିଟ ପାଇପାରିବେ। ଗାଁ ପାଇଁ ଗୋଟେ ଇଏ ଆଜିର ଯୋଉ କଫି ବଗିଚା ତାଙ୍କ ପାଇଁ ଗୋଟେ ଇନକମ ସୋର୍ସ ର ଗୋଟେ ନୂଆ ପଦକ୍ଷେପ ଏବଂ ସେଥିରେ ସାମିଲ ହେଇଥିବା ସମସ୍ତ ମା ମାନେ ବାପା ମାନେ ସମସ୍ତଙ୍କୁ ମୁଁ ନିଶ୍ଚିତ ଭାବରେ ଧନ୍ୟବାଦ ଦେବି। ବାଗ୍ରାଗୁଡା ଗାଁର ଯୋଉ ପାହାଡଟି ଦେଖୁଛନ୍ତି ଏଇଟା ଅଧିକା ଏରିଆ ତ ଅଛି। ଆମେ ଏ ବର୍ଷ 30 ଏକର ଏଠି ରୋପଣ କରିବୁ, ଯୋଉଟା କି 30 ପରିବାରଙ୍କୁ ଏଇଟା ହସ୍ତାନ୍ତର କରାଯିବ। ତାଙ୍କୁ ଦାୟିତ୍ୱ ଦିଆଯିବ, ସେମାନେ ନିଜେ ନିଜେ ତାଙ୍କର ଗଛ ଲଗେଇବା ଠାରୁ ଆରମ୍ଭ କରି ତାର ସମସ୍ତ ଯତ୍ନ ନେବେ ଏବଂ ଯାହା ସରକାରଙ୍କର ପ୍ରାପ୍ୟ ଅଛି ତାଙ୍କର ଆମେ ତାଙ୍କ ଆକାଉଣ୍ଟକୁ ଦେଇଦେବୁ। ଏଇ କଫି ବଗିଚାଟି ଆଜି ମାନ୍ୟବର ବିଧାୟକଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି ଏବଂ ଭାବୁଛି ଆଗାମୀ ଦିନରେ ଏଇଟା 3 ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ସମସ୍ତ ସହାୟତା ଦିଆଯିବ ଏବଂ 3 ବର୍ଷ ପରେ ଫଳ ଫଳିଲା ପରେ ଆମର ହିତାଧିକାରୀ ମାନେ ତାକୁ ନିଜର ଫଳ ତୋଳିକି ତାକୁ ମଧ୍ୟ ଆମର ସରକାରୀ ଦରରେ ବିକ୍ରୟ କରିକି ଲାଭବାନ ହେବେ।